नमस्कार दर्शक बंधु आज हेउची डिसेम्बर मास 23 तारिख मंगलवार। आज दिन जाकर गुरुत्वपूर्ण खबर उपरे आसंतु नजर पकेबा। वीडियो को शेष पर्यंत देखंतु मात्र किछि समय मध्यरे संपूर्ण खबर जानि परिबे। ता पूर्वरु चैनल ले नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। मिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई आसंतु संपूर्ण खबर उपरे नजर पकेबा। में नूआ वर्ष आरंभରୁ ବଦଳିଯିବ ଏସବୁ ନିୟମ। ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ ବଡ଼ ପ୍ରଭାବ। ବ୍ୟାଙ୍କିଂ ନିୟମ ଠାରୁ ଆରମ୍ଭ କରି ଟିକସ, ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ନିୟମ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ପରିବର୍ତ୍ତନ ଗୁଡ଼ିକ ଚାଷୀ, ଯୁବକ, ସରକାରୀ କର୍ମଚାରୀ, ମଧ୍ୟବିତ୍ତ ବର୍ଗ ଏବଂ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ରାସନ କାର୍ଡ ପାଇଁ ଅନଲାଇନ୍ ଆବେଦନ ବ୍ୟବସ୍ଥା ଆରମ୍ଭ କରାଯାଇଛି, ଯାହା ଚାଷୀ ଏବଂ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଚାଷୀ ପରିଚୟପତ୍ର ବିନା ପ୍ରଧାନମନ୍ତ୍ରୀ କିଷାନ କିସ୍ତି ବନ୍ଦ କରାଯାଇପାରେ। ପିଏମ୍ଏଫ୍ବିଇ 2026ରୁ ଆରମ୍ଭ କରି ଅର୍ଥାତ୍ ଖରିଫ 2026 ବନ୍ୟ ପ୍ରାଣୀମାନଙ୍କ ଦ୍ୱାରା ହୋଇଥିବା ଫସଲ କ୍ଷତିକୁ ମଧ୍ୟ କଭର କରାଯିବ। 72 ଘଣ୍ଟା ମଧ୍ୟରେ କ୍ଷତି ରିପୋର୍ଟ କରିବା ବାଧ୍ୟତାମୂଳକ ହେବ। ବ୍ୟାଙ୍କିଂ ନିୟମ 2026 ଏବଂ ଟିକସ ନିୟମ 2026 ଆଇଟିଆର୍ ଫର୍ମ ପରିବର୍ତ୍ତନ କରୁଛି। ଜାନୁଆରୀ 26ରୁ ଆୟକର ରିଟର୍ଣ୍ଣ ଫର୍ମରେ ପରିବର୍ତ୍ତନ ସମ୍ଭବ। ଅଧିକ ତଥ୍ୟ ଆଧାରିତ ରିପୋର୍ଟିଂ ସୋସିଆଲ ମିଡିଆ ପାଇଁ ବୟସ ସମ୍ବନ୍ଧୀୟ ନିୟମ ଲାଗୁ କରାଯାଇଛି। ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି ଦେଶଗୁଡ଼ିକ ପରି 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ରତିବନ୍ଧକକୁ କଡ଼ାକଡ଼ି କରାଯାଇଛି। ଡିସେମ୍ବରରେ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 10 ହ୍ରାସ କରିଥିଲେ। ଏଥର ଘରୋଇ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଆଶା କରାଯାଉଛି। ପରବର୍ତ୍ତୀ ଖବର ହାଇଦ୍ରାବାଦ ନିବେଶକ ସମ୍ମିଳନୀ ସଫଳ, ମିଳିଲା 67,000 କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ। ଓଡ଼ିଶାରେ ପୁଞ୍ଜି ନିବେଶ ନେଇ 2ଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଫର୍ମାଟରେ 8ଟି ଏବଂ ଡିଫେନ୍ସରେ 27ଟି ମିଟିଂ ହୋଇଛି। ଏହାଛଡ଼ା 30 ଜଣ ଇନଭେଷ୍ଟରଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍-ଟୁ-ୱାନ୍ ଆଲୋଚନା କରିବା ସହ 70ଟି ବୈଠକ କରିଥିଲେ। 500 ଶିଳ୍ପ ଅନୁଷ୍ଠାନ ସହ ପୁଞ୍ଜି ନିବେଶ ନେଇ ସରକାର ଆଲୋଚନା କରିଥିଲେ, ଯାହାର ଅବସରରେ ରାଜ୍ୟ ସରକାର 13ଟି ମଉ ସ୍ୱାକ୍ଷର କରିଥିଲେ। ଏହାଦ୍ୱାରା 27,650ଟି ନିବେଶ ହେବା ସହ 15,905 ଜଣ ନିଯୁକ୍ତି ପାଇବେ। ହାଇଦ୍ରାବାଦ ଇଣ୍ଡଷ୍ଟ୍ରିଆଲ ମିଟରେ ଉତ୍ପାଦନ, ଚିକିତ୍ସା, ପ୍ରତିରକ୍ଷା, ଅକ୍ଷୟ ଶକ୍ତି, ଟେକ୍ସଟାଇଲ କ୍ଷେତ୍ରରେ ନିବେଶ କରିବେ ଏବଂ ସରକାର କେଉଁ ପଲିସି ନେଉଛନ୍ତି ତାହା ମଧ୍ୟ ଆଲୋଚନା ହୋଇଥିଲା। ଇଣ୍ଡଷ୍ଟ୍ରି ସ୍ଥାପନ କେମିତି ହେବ ତାହା ମୁଖ୍ୟମନ୍ତ୍ରୀ ନିଜେ ହଣ୍ଡାରୁଥିଲେ ବୋଲି କହିଛନ୍ତି। ପରବର୍ତ୍ତୀ ଖବର ବଡ଼ଦିନଠାରୁ ବଢ଼ିବ ଶୀତ, ପାଣିପାଗ ବିଭାଗର ପୂର୍ବାନୁମାନ। ବଡ଼ଦିନ ପରଠାରୁ ଓଡ଼ିଶାରେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଡିସେମ୍ବର 25 ତାରିଖରୁ ପୁଣି ଥରେ ଥଣ୍ଡା ବଢ଼ିବ ବୋଲି ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ପବନର ଥଣ୍ଡା ପ୍ରବାହ ବୃଦ୍ଧି ଯୋଗୁଁ ଶୀତ ଲହରୀ ଆହୁରି ଅଧିକ ହେବାର ପୂର୍ବାନୁମାନ କରାଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ପ୍ରବଳ ଥଣ୍ଡା ପରିସ୍ଥିତି ଜାରି ରହିଛି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ନିମ୍ନ ବାୟୁମଣ୍ଡଳ ସ୍ତରରେ ଆର୍ଦ୍ରତା ଯୁକ୍ତ ବାୟୁ ସଞ୍ଚାଳନ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ଦିନରେ କୁହୁଡ଼ି ଅଧିକ ଘନ ହୋଇପାରେ, ଯାହା ଅନେକ ଅଞ୍ଚଳରେ ଦୃଶ୍ୟମାନତାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। କୁହୁଡ଼ି ବର୍ଷାରେ ରାସ୍ତା ଓଦା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ 20 ମିଟରରୁ ଅଧିକ ଦୃଶ୍ୟମାନ ହେଉନଥିଲା। ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକେ ଥଣ୍ଡାରୁ ରକ୍ଷା ପାଇଁ ନିଆଁ ଜାଳି କରି ରହୁଛନ୍ତି। ସେହିପରି ହିଲ୍ ଷ୍ଟେସନ ଭାବେ ପରିଚିତ କୋରାପୁଟ ସମେତ ଲମତାପୁଟ, ନନ୍ଦନପୁର, ସେମିଲିଗୁଡ଼ା, ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର ଆଦି ଅଞ୍ଚଳରେ ବି ପ୍ରବଳ ଥଣ୍ଡାରେ ଲୋକେ ଘରୁ ବାହାରି ପାରୁନାହାନ୍ତି। ପରବର୍ତ୍ତୀ ଖବର ୟୁପିଆଇ ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ ଏନ୍ପିସିଆଇ। ଏପରି ହେଉଛି ଠକେଇ। ବିଶେଷ କରି ୟୁପିଆଇର ଟଙ୍କା ମାଗିବା ଏବଂ ଅଟୋ ପେ ଭଳି ସୁବିଧାର ଦୁରୁପଯୋଗ କରି ଗ୍ରାହକ ଲୁଟାଯାଉଥିବାରୁ ଏହି ଗୁଡ଼ିକ ଉପରେ କଟକଣା ଲଗାଯାଇପାରେ। ଏନ୍ପିସିଆଇ ପେମେଣ୍ଟ ଏଗ୍ରିଗେଟରମାନଙ୍କୁ ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବସାୟୀ ପାଇଁ କାର୍ଯ୍ୟକ୍ରମେ ଟଙ୍କା ମାଗିବା ସୁବିଧାକୁ ହଟାଇବାକୁ କହିଛି। ଗ୍ରାହକମାନେ କେଉଁ ବାବଦରେ ଏବଂ କେତେ ଟଙ୍କା ଦେଉଛନ୍ତି ତାହା ପେମେଣ୍ଟ ପୂର୍ବରୁ ସ୍ପଷ୍ଟ ଭାବେ ସେମାନଙ୍କ ସ୍କ୍ରିନରେ ପ୍ରଦର୍ଶିତ ହେବ। ଟଙ୍କା ମାଗିବା ଅନୁରୋଧ ବଦଳରେ ବର୍ତ୍ତମାନ କ୍ୟୁଆର୍ କୋଡ୍ ଏବଂ ଇଣ୍ଟରନେଟ୍ ଭିତ୍ତିକ ଦେଣଦେଶକୁ ଅଧିକ ପ୍ରୋତ୍ସାହନ ଦିଆଯିବ, ଯାହା ଅପେକ୍ଷାକୃତ ଅଧିକ ସୁରକ୍ଷିତ। ପରବର୍ତ୍ତୀ ଖବର 3 ଲକ୍ଷ ପାର କରିବ ସୁନା ଦାମ, ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ। ରିପୋର୍ଟ ଅନୁଯାୟୀ
ଆର୍ଡେନି ରିସର୍ଚ୍ଚର ସଭାପତି ଆର୍ଡେନି କହିଛନ୍ତି ଯେ 2029 ସୁଦ୍ଧା ସୁନାର ମୂଲ୍ୟ ଆଉନ୍ସ ପ୍ରତି 10,000 ପହଞ୍ଚିପାରେ। ଏହି ଆକଳନ ତାଙ୍କର ଦୀର୍ଘକାଳୀନ ରୋରିଂ 2020 ଦୃଷ୍ଟିକୋଣ ସହିତ ସମାନ। ବର୍ତ୍ତମାନ ନ୍ୟୁୟର୍କ ସ୍ଥିତ କମେକ୍ସରେ ସୁନାର ମୂଲ୍ୟ ପ୍ରତି ଆଉନ୍ସ ପ୍ରାୟ 4,400 ରହିଛି। ଡିସେମ୍ବର 22 ତାରିଖରେ ସୁନା ଏହି ସ୍ତରରେ ଏକ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ବୃଦ୍ଧି ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ଆହୁରି ସୁଧ ହାର ହ୍ରାସ ଆଶା ଦ୍ୱାରା ପରିଚାଳିତ। ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବର୍ତ୍ତମାନ ପ୍ରତି ଆଉନ୍ସ 4,410 ରହିଛି। ଯଦି ସୁନା 4,410 ରୁ 10,000କୁ ବୃଦ୍ଧି ପାଏ ତେବେ ଏହା ପ୍ରାୟ 127% ବୃଦ୍ଧି ହେବ। ଏହାର ଅର୍ଥ ହେଉଛି ସୁନାର ମୂଲ୍ୟ ପ୍ରାୟ 2.5 ଗୁଣ ବୃଦ୍ଧି ପାଇବ। ଭାରତୀୟ ବଜାରରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ 1,35,890 ଟଙ୍କା। ଯଦି ଏହା 2029 ସୁଦ୍ଧା 127% ବୃଦ୍ଧି ପାଏ ତେବେ ମୂଲ୍ୟ ପ୍ରାୟ 3.8 ଲକ୍ଷ ଟଙ୍କା ହେବ। ପରବର୍ତ୍ତୀ ଖବର ସ୍ୱପ୍ନର ଘର ହେବ ମହଙ୍ଗା, 2026ରେ ବାସଗୃହ ମୂଲ୍ୟ 5% ବଢ଼ିବ। ରିପୋର୍ଟରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ। କ୍ରେଡିଏ ଏବଂ ଗ୍ରେ ମାଟ୍ରିକ୍ସର ଏକ ରିପୋର୍ଟ ଘର କ୍ରେତାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ ବଜାରରେ ମାନ୍ଦାବସ୍ଥା ଆଶା କରିବା ବର୍ତ୍ତମାନ ଭିତ୍ତିହୀନ କାରଣ ଅଧିକାଂଶ ଡେଭଲପରମାନେ ମୂଲ୍ୟ ବୃଦ୍ଧି ବିଷୟରେ ଚିନ୍ତା କରୁଛନ୍ତି। ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ 647 ଅଂଶଗ୍ରହଣକାରୀଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ କରେ। 68% ଡେଭଲପର କହିଛନ୍ତି ଯେ 2026ରେ ଘର ମୂଲ୍ୟ 5%ରୁ ଅଧିକ ବୃଦ୍ଧି ପାଇବ। କିନ୍ତୁ କେବଳ ଏତିକି ଚିନ୍ତା କରିବାର କାରଣ ନୁହେଁ। ତଥ୍ୟର ଗଭୀର ଅନୁସନ୍ଧାନରୁ ଜଣାପଡ଼ିଛି ଯେ 1% ଡେଭଲପର ବିଶ୍ୱାସ କରନ୍ତି ଯେ ମୂଲ୍ୟ ବୃଦ୍ଧି 25% ଅତିକ୍ରମ କରିପାରେ। ଏହି ସମୟରେ 18% ଉତ୍ତରଦାତା ଆଶା କରିଛନ୍ତି ଯେ ମୂଲ୍ୟ 10%ରୁ 15% ବୃଦ୍ଧି ପାଇବ। ଏହା ଆଶ୍ୱସ୍ତି ଆଶା କରୁଥିବା ଲୋକଙ୍କ ପାଇଁ ଏକ ବିପର୍ଯ୍ୟୟ ହୋଇପାରେ। କାରଣ କେବଳ 8% ଡେଭଲପର ବିଶ୍ୱାସ କରନ୍ତି ଯେ ମୂଲ୍ୟ ହ୍ରାସ ପାଇବ। ଏହାର ଅର୍ଥ ହେଉଛି ସୁଲଭ ଗୃହ ପାଇବାର ସମ୍ଭାବନା କ୍ଷୀଣ କିମ୍ବା କୌଣସି ନୁହେଁ। ପରବର୍ତ୍ତୀ ଖବର ରେଳ ବିଭାଗର ବଡ଼ ନିର୍ଦ୍ଦେଶ। ଟିକେଟ ଦର ବଢ଼ାଇବା ରେଲୱେ କିନ୍ତୁ ଏମାନେ ଦେବେନି ବର୍ଦ୍ଧିତ ଦର। ଏବେ ଏହି ଷ୍ଟେସନରେ ଶସ୍ତା ଯିବେ ଯାତ୍ରୀ। ଦୂରଗାମୀ ଟ୍ରେନଗୁଡ଼ିକରେ ଭଡ଼ା ଅଧିକ ହେବ କିନ୍ତୁ ଅନେକ ଯାତ୍ରୀ ପ୍ରଭାବିତ ହେବେ ନାହିଁ। ଦିଲ୍ଲୀରୁ ଆଗ୍ରା, ମଥୁରା, ଆଲିଗଡ଼, ସହାରାନପୁର, ରେୱାଡି, ଅଲୱାର, ଦୌସା, ରୁରକି ଏବଂ ହରିଦ୍ୱାର ଭଳି ଷ୍ଟେସନକୁ ଭଡ଼ା ଅପରିବର୍ତ୍ତିତ ରହିବ। ଯଦି ଜଣେ ଯାତ୍ରୀ 215 କିଲୋମିଟରରୁ କମ୍ ଯାତ୍ରା କରନ୍ତି ତେବେ ସେମାନଙ୍କୁ କୌଣସି ଅତିରିକ୍ତ ଭଡ଼ା ଦେବାକୁ ପଡ଼ିବ ନାହିଁ। ଏହି ନିୟମ 215 କିଲୋମିଟରରୁ କମ୍ ଦୂରତା ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହା ଦିଲ୍ଲୀ, ସିଆର ଏବଂ ଆଖପାଖ ସହରଗୁଡ଼ିକରେ ଦୈନିକ ଯାତ୍ରୀମାନଙ୍କ ପାଇଁ ଏକ ସିଧାସଳଖ ଆଶ୍ୱସ୍ତି ହେବ। କାର୍ଯ୍ୟ, ଶିକ୍ଷା କିମ୍ବା ଛୋଟ ବ୍ୟବସାୟ ପାଇଁ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ଅତିରିକ୍ତ ବୋଝର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯେଉଁମାନଙ୍କର ମାସିକ ପାସ୍ ଅଛି ଏବଂ ସେମାନେ ଦୁଇଟି ନିର୍ଦ୍ଦିଷ୍ଟ ଷ୍ଟେସନ ମଧ୍ୟରେ ବାରମ୍ବାର ଯାତ୍ରା କରନ୍ତି ସେମାନଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ ନାହିଁ। ବର୍ଦ୍ଧିତ ଭଡ଼ା ମାସିକ ପାସ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ନାହିଁ। ପରବର୍ତ୍ତୀ ଖବର ଡେବିଟ୍ କାର୍ଡ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ। ନୂତନ ନିୟମ ଅନୁଯାୟୀ ଆପଣଙ୍କ କାର୍ଡ ସ୍ୱାଇପ୍ କରି ସିଧାସଳଖ ଲାଉଞ୍ଜ ପ୍ରବେଶ ମଞ୍ଜୁର କରାଯିବ ନାହିଁ। ଆପଣଙ୍କୁ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଖର୍ଚ୍ଚ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ଯୋଗ୍ୟ ହେବା ପରେ ବ୍ୟାଙ୍କ ଆପଣଙ୍କୁ SMS କିମ୍ବା ଇମେଲ ମାଧ୍ୟମରେ ଏକ ଲିଙ୍କ ପଠାଇବ। ଆପଣଙ୍କୁ ସେହି ଲିଙ୍କ ଆକ୍ସେସ୍ କରିବାକୁ ପଡ଼ିବ ଏବଂ ଏକ OTP ସହିତ ଯାଞ୍ଚ କରିବାକୁ ପଡ଼ିବ। ଯାଞ୍ଚ ପରେ ଆପଣ ଏକ ଭାଉଚର କୋଡ୍ କିମ୍ବା QR କୋଡ୍ ପାଇବେ ଯାହାକୁ ଆପଣ ପ୍ରବେଶ ପାଇବା ପାଇଁ ଲାଉଞ୍ଚରରେ ଦେଖାଇ ପାରିବେ। ପରବର୍ତ୍ତୀ ଖବର ପଛୁଆ ବର୍ଗଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ତତ୍ପରତା। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖି ଓଏସସିବିସି ପୁନର୍ଗଠନ ପାଇଁ କଲେ ନିବେଦନ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ 216ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି। ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।
ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ବିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି। ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ 3, 2024ରେ ଶେଷ ହୋଇସାରିଛି ଏବଂ ନୂତନ ସଦସ୍ୟ ନିଯୁକ୍ତ ପାଇଁ ହୋଇନଥିବାରୁ ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ପରବର୍ତ୍ତୀ ଖବର ଟ୍ରାଫିକ୍ ଜାମ୍ରେ ଗେମ୍ ଓଭର। ଭାରତରେ ଆରମ୍ଭ ହେଲା ଏୟାର ଆକାଶରେ ଉଡ଼ନ୍ତା ଟ୍ୟାକ୍ସିର ସ୍ୱପ୍ନ ସହିତ କମ୍ପାନୀ ଏହାର ପ୍ରଥମ ଏୟାର ଟ୍ୟାକ୍ସି ପ୍ରୋଗ୍ରାମର ରାଉଣ୍ଡ ଟେଷ୍ଟିଂ ଆରମ୍ଭ କରିଦେଇଛି। ଏପର୍ଯ୍ୟନ୍ତ ଉଡ଼ାଣ କେବଳ ବିମାନ ଏବଂ ବଡ଼ ବିମାନବନ୍ଦର ମଧ୍ୟରେ ସୀମିତ ଥିଲା, କିନ୍ତୁ ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଆପଣ ଆକାଶରେ ଉଡ଼ି ଅଫିସ ମଧ୍ୟ ଯାଇପାରିବେ। ଏହାର ଟ୍ୟାକ୍ସି ହେବାର ଆବଶ୍ୟକତା ମଧ୍ୟରେ ଭାରତ ଏହି କ୍ଷେତ୍ରରେ ଖୁବ୍ ଶୀଘ୍ର ଇତିହାସ ରଚିବାକୁ ଯାଉଛି। ସହରଗୁଡ଼ିକରେ ରାସ୍ତାରେ ବଢ଼ୁଥିବା ଅସମ୍ଭାଳ ଭିଡ଼ ଏବଂ ଗମନାଗମନ ସୁବିଧାରେ ବିଳମ୍ବର ଖବର ମଧ୍ୟରେ ଏୟାର ଟ୍ୟାକ୍ସି ଏକ ସହଜ ବିକଳ୍ପ ଭାବରେ ଭଡ଼ା ହୋଇଛି। ଏହି ପରିପ୍ରେକ୍ଷୀରେ ସରଳା ଏଭିଏସନ୍ ନାମକ କମ୍ପାନୀ ନିଜର ଇଲେକ୍ଟ୍ରିକ୍ ଭର୍ଟିକାଲ ଟେକ୍ ଅଫ୍ ଆଣ୍ଡ ଲ୍ୟାଣ୍ଡିଂ ଏୟାର ଟ୍ୟାକ୍ସିର ହାଫ୍ ସ୍କେଲ୍ ଇଲେକ୍ଟ୍ରିକ୍ ମଡେଲ ର ଗ୍ରାଉଣ୍ଡ ସିଲା ସିଲ୍ X1 ର ଗ୍ରାଉଣ୍ଡ